ଏଇ ଯୋଉ ଆଜି ତ ଗୋଟେ କ୍ଲାସ ରେ ପକେଇବା ତ ସରିବନି। ଅଳଙ୍କାର ଟା ପଢେଇଦବା ନା। ଆଁ? ମୁଁ ପଢେଇବି ପୁଣି ନା। ପକେଇବା ତ ପକ୍ଷୀ ଭଳିଆ ସବୁ ଏ ବିଷୟ ଯିଏ ପଢିବ ସେ ପକ୍ଷୀ ଭଳିଆ ଉଡିବ। ଏଇ ତମ ଜଣ କଣ ଯାଇ କଣ ବୁଲି ତମେ ବସ। ଏଇ ତମେ ଧୀରେ ବସିଲେ ହବନି। ତମେ ବା ନିଜେ ଏମିତି ଏପଟ ସେପଟ ଖାଲି ହଉଛ। ହଁ ଦେଖ ପକ୍ଷାଘାତ ପଢିବା ହେଲା। କହିଲେ ଗୋଟା ପଢେଇଦବା ଆଉ। ହଁ ହେଇ ପାଟି ଚୁପ କର। ପଢିବ ନା ପଢିବ? ପକ୍ଷାଘାତ ଆଜି ବର୍ଷା ଦେଖ ବାମାଚରଣ ମିତ୍ର ହଉଛନ୍ତି କିଏ? ଆମ ଲେଖକ। 1915 ମସିହାରେ ଜନ୍ମଗ୍ରହଣ କରିଥିଲେ। 1976 ମସିହାରେ ମୃତ୍ୟୁବରଣ କରିଥିଲେ। ଅଳ୍ପ ବୟସ ବୋଧେ ବଞ୍ଚିଥିଲେ ନୁହଁ। ଦେଖ ଓଡିଆ ଗଦ୍ୟ ସାହିତ୍ୟର ଅନ୍ୟତମ ସଫଳ ସାଧକ ବାମାଚରଣ ମିତ୍ର ଜଣେ ଗାଳ୍ପିକ ଭାବରେ ନିଜର ସ୍ୱଠର ଛାଡି ଯାଇଛନ୍ତି। ମାନେ ସେ ହଉଛନ୍ତି ଜଣେ ଗାଳ୍ପିକ, ମାନେ ଗଳ୍ପ ରଚନା କରେ। ହାସ୍ୟ ବ୍ୟଙ୍ଗ ବିଦ୍ରୁପର ଚଟୁଳ ପ୍ରୟୋଗ ଜରିଆରେ ବେଦନାସିକ୍ତ ମଣିଷର ଅସରନ୍ତି ଦରଦକୁ କଳାତ୍ମକ ରୂପ ଦେବାରେ ସେ କଣ ଆଗକୁ ସାର। ମତେ ଦେଖାହେଲା ଅଗାଧୁଆ। ଆଉ ଗୋଟେ ଭଲ ଲାଗିଲା ଆଗୁ ସାର ମାନେ ଅଗ୍ରସର ହେଲା ଆଗୁ ସାର। ଦେଖ ସେ କଣ କରନ୍ତି ନା କିଛି ହସ ମଜା ସେଇଭଳିଆ ସବୁ ଗପ ରଚନା କରନ୍ତି ବାମାଚରଣ ମିତ୍ର ହେଲା। ସାଧାରଣ ପ୍ରସଙ୍ଗକୁ ନେଇ ଅତୀତ ମନୋଜ୍ଞ ଭାବରେ ଉପସ୍ଥାପନା କରିବା, ମାନେ ଗୋଟେ ଛୋଟ ସାଧାରଣ କଥାକୁ ନେଇକି ସେ ବହୁତ ଭଲ ଗପ ରଚନା କରନ୍ତି। ତାଙ୍କର ଗଳ୍ପକାରର ଏକ ବିଶେଷତ୍ବ, ତାଙ୍କର ଗଳ୍ପ ମଧ୍ୟରେ କୀର୍ତ୍ତିଜସ୍ତ ବନ୍ଦ କରିଦବ ଏମିତି ହଉଛି ଗଳିବନି ଘଁ ଘଁ ହଉଛି। ଦେଖ କୀର୍ତ୍ତିଜସ୍ୟ ନରଛଞ୍ଚାଣ ପାଷାଣର ପ୍ରାଣ ଥାଉ ଅସୀମ ମିତ୍ର ଗଳ୍ପ ଆଦି ସଂକଳନ ଗୁଡିକ ଗାଳ୍ପିକ ବାମାଚରଣ ମିତ୍ରଙ୍କର ଅମିଳନ କୃତି। ମାନେ ତାଙ୍କର ଏଇ ସବୁ ଗଳ୍ପ ହେଲା ଅମଳିନ କୃତି, ମାନେ ଯୋଉଟା ତାଙ୍କର ସବୁବେଳେ ସେମିତି ମାନେ ଫୁଲ ଭଳିଆ ଫୁଟିକି ରହିଥିବ ସେଇ ଗପ ଗୁଡାକ। ମାନେ ସମସ୍ତଙ୍କର ମାନେ ଯିଏ ପଢିବ ମାନେ ଛୁଇଁବ। ମାନେ ଦେଖ କିଏ ସାମାଜିକ କିଏ ରାଜନୈତିକ, କିନ୍ତୁ ସିଏ ମାନେ ସବୁ ଲୋକ ଚାହାନ୍ତି କଣ ନା କିଛି ଗୋଟେ ହସ କଥା ମାନେ ଗପ ହଉ ପଢିବା ପାଇଁ, କି ମାନେ ବେଳେ ବେଳେ ଯଦି ମନଟା ଭଲ ଲାଗିବ କିଛି କମେଡି ଦେଖିବା ପାଇଁ। ସେମିତି ଇଏ କଣ କରନ୍ତି ନା ସବୁବେଳେ ମାନେ ସମସ୍ତଙ୍କର ମାନେ ବ୍ୟଙ୍ଗ ବିଦ୍ରୁହ ମାନେ ମଜାଳିଆ ଗପ ମାନେ ସେଇଭଳିଆ ଲେଖନ୍ତି ହେଲା। ଗଳ୍ପ ରଚନା ବ୍ୟତୀତ ଉପନ୍ୟାସ ଓ ରମ୍ୟ ରଚନା ଲେଖି ସେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଚମ୍ପା ଓ ଚନ୍ଦ୍ର ତାଙ୍କର ଏକ ପ୍ରସିଦ୍ଧ ଉପନ୍ୟାସ, ମାନେ ଗୋଟାଏ ଉପନ୍ୟାସ ସେ ରଚନା କରିଥିଲେ, ସେ ହଉଛି ଚନ୍ଦ୍ର ଆଉ ଚମ୍ପା। ହଁ ଚନ୍ଦ୍ର ଓ ଚମ୍ପା ବା। ସ୍ୱପ୍ନ ସିଦ୍ଧି ଏଣୁଶ୍ଚ ତେଣୁଶ୍ଚ ଭଳି ରମ୍ୟ ରଚନା ମଧ୍ୟ ତାଙ୍କର ପ୍ରତିଭାତ ହୋଇଥିବାର ଜଣାଯାଏ। ତମେ ଖାଲି ତାଙ୍କର କୀର୍ତ୍ତିଜସ୍ୟ ନରଛଞ୍ଚାଣ ପାଷାଣର ପ୍ରାଣ ଅସୀମ ମିତ୍ର ଗଳ୍ପ ମନେ ରଖିବ। ସବୁ ତ ଯୋଉ ମନେ ରଖିକି ନା ସବୁ ବହି ଫହି ସବୁ ଚିରି ଫାଡି ହେଇଯାଇଥିବ ଉପର ନାହିଁ। ଏଇ ଯୋଉ ଆଉ ଗୋଟେ ଇନଷ୍ଟିଚ୍ୟୁଟ କଣ କଲି, ମୁଁ କୋଶ୍ଚିନ୍ ପଚାରିଲି, ମୁଁ କହିଲି ପଚାରିବି ମାନେ ରାଇଟର ଆଉ ସେ କୋଉ ଲେଖା ଲେଖିଛନ୍ତି। ଆଉ ସିଏ ପିଲାଟା କଣ କରିଛି ଏ 3 ପେଜ ଯାକକୁ ମାନେ ଆକୁ ଚିଡେଇଛି ସେ ଟେବୁଲ ଉପରେ ଥୁଆ ହେଇଛି। ମୁଁ ପଚାରୁଛି ବହି ଦେଖିକି, ସେ ତାର ସବୁ ଗୋଟେ ଗୋଟେ କରୁଛନ୍ତି। ପିଲା କଣ ଏମିତି ସାଙ୍ଗେ ସାଙ୍ଗେ କହିଦଉଛି ହେଲା, ମାନେ କିଏ ପଢନ୍ତି ନ ପଢନ୍ତି ଜଣା ପଡିବନି। ଦେଖିଲା ବେଳକୁ ଏ ଖାଲି କହୁଛି ମ୍ୟାଡାମ ମୁଁ ବହି ଥୋଇଛି ବନ୍ଦ କରିକି ନା, ବନ୍ଦ କରିକି ନା ମାନେ ଏଇଟା ଥୁଆ ହେଇଛି। ଏତେ ବୁଝ
ମୁଁ ଜାଣିଛି ବା କୋଉମାନେ ଦେଖିକି କୁହ କୋଉମାନେ ନ ଦେଖିକି କୁହ। ଆଁ ମୋର କଣ ହେଇଛି ତମେ ଦେଖିଦେଲ। ହଁ ଦେଖ, ପକ୍ଷାଘାତ ଏକ ଆତ୍ମବିଶ୍ଳେଷଣାତ୍ମକ ଗଳ୍ପ। ବିବେକର ବାଣୀ ଯେଉଁ ମଣିଷ ଶୁଣିପାରେ ନାହିଁ ତାର ଜୀବନ କିଭଳି ଦୁର୍ବିସହ ହୋଇପଡେ ତାହା ଏ ଗଳ୍ପରେ ଦର୍ଶାଇ ଦିଆଯାଇଛି। ବିବେକ ପିଲାମାନେ କଣ? ମଣିଷତ୍ୱ ମାନେ ମାନବିକତା ହେଲା। କ୍ଷମତା, ଅର୍ଥ ଓ ପ୍ରତିପତ୍ତି କିପରି ମଣିଷକୁ ବିପଥଗାମୀ କରେ ଏବଂ ମଣିଷର ଏହି ରୂପୀ ଗୁଡ଼ିକୁ ଠିକ୍ ଭାବରେ ପରିଚାଳନା କରି ନ ପାରିଲେ ପରିଣତ ଜୀବନ କିପରି ହାହୁତା ସମୟ ହୁଏ ତାହାର ଏକ ନିବିଡ଼ ଚିତ୍ର ଏଥିରେ ପ୍ରତିଫଳିତ ହୋଇଛି। ଗାଳ୍ପିକ ଗଳ୍ପ ସମଗ୍ର 2 ଗ୍ରନ୍ଥରୁ ଏହା ଗୃହୀତ ହୋଇଛି। ଏଇଟା ପିଲାମାନେ ଅଣ୍ଡରଲାଇନ୍ କର। ଗାଳ୍ପିକଙ୍କର କେଉଁଥିରୁ ଆସିଛି? ଗଳ୍ପ ସମଗ୍ର 2ରୁ ଏଇଟା ଆସିଛି ହେଲା। ଦୁର୍ଯ୍ୟୋଧନ ବାବୁ କଚେରୀରେ ହାକିମ ଥାଇ କ୍ଷମତା ଓ ପଦବୀରେ ମୋହର ନିଜ କର୍ତ୍ତବ୍ୟକୁ ଭୁଲି ଯାଇଥିଲେ। ନିଜ କର୍ତ୍ତବ୍ୟ ଦେଖ, ଜଣେ ଯିଏ ଚାକିରି କରିବ ତାର ବି କିଛି ସ୍ତ୍ରୀ ପିଲା ଛୁଆ ଘର ସଂସାର କିଛି ପରିବାର ଅଛି ବୋଲି ସେ ଭାବିବ ନା। ଆଉ ଖାଲି ମୁଁ ଅଫିସ ଯିବି ସେଇଟାରେ ମାନେ ଅଫିସ ହିଁ ମୋ ଜୀବନ, ସେଇଟା କଲେ କଣ ହବ କି? ହବନି। ସେ କଣ କରୁଥିଲେ ନା, ଯେତେବେଳେ ହାକିମ ଥିଲେ ତାଙ୍କର କ୍ଷମତା ମାନେ ପଦବୀ ପାଇଁ ତାଙ୍କର କାହା ପ୍ରତି କଣ କ୍ଷମତା ସବୁ 3ଟି ପୁତ୍ର ସନ୍ତାନ ଥାଇ ମଧ୍ୟ ସେ ଉତ୍ତୀର୍ଣ୍ଣ ବୟସରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରି ପରିବାରର ପ୍ରତି ଯତ୍ନଶୀଳ ହୋଇପାରି ନାହାନ୍ତି। ମାନେ ତାଙ୍କର 3ଟା ପୁଅ, ସେମାନେ କଣ ବୁଝିଲ ହସିଲ? ମୂଳରୁ ବିଷୟ ଆରମ୍ଭ ହିଁ ନିଏ ହସିଲେ ହେଲା। ମାନେ ତାଙ୍କର 3ଟା ପୁଅ। ଦେଖ ଆଉ ତାହେଲେ ଏଠି ଆଉ କିଛି କହିବିନି, ମୁଁ ବିଷୟକୁ ପଢେଇଲେ ତମକୁ କହିବି। ଦେଖ, ବଡ ପୁଅ ବିଫଳ ରାଜନେତା ମାନେ ମାନେ ରାଜନୀତିଆ। ମଝିଆ ପୁଅ ମାନେ ମଦ୍ୟପ। ବିଫଳ ରାଜନୀତି ମାନେ ହଁ ମାନେ ରାଜନୀତି କିନ୍ତୁ ମାନେ ଆଗ ଆଡୁ ନୁହଁ, ପଛ ଧାଡିର ରାଜନେତା ହେଲା। ମଝିଆ ପୁଅ ହଉଛି ମାନେ ମଦୁଆ, ମଦ ବି ଗଢିବ ହେଲା। ମେଧାବୀ ସାନ ପୁଅ ହଉଛି ମାନେ ସେ ବହୁତ ପାଠ ପଢିଛି କିନ୍ତୁ ସେ ସନ୍ନ୍ୟାସୀ ହେଲା ହୋଇଯାଇଛନ୍ତି। ଚାକିରିରୁ ଅବସର ନେବାର ଠିକ ପରେ ପରେ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଯାଇଛନ୍ତି। ଯେତେବେଳେ ଚାକିରି ସରିଗଲା ସେତେବେଳେ ସେ ଦୁର୍ଯ୍ୟୋଧନ ବାବୁ କଣ କରିଛନ୍ତି ନା ପକ୍ଷାଘାତ ବା ଏଇ ଯୋଉ କଣ କି ରୋଗ, ପାରାଲିସିସ୍ ରୋଗରେ ପଡିଯାଇଛି। ପରିବାରର ପ୍ରତି ପ୍ରଦର୍ଶନ କରିଥିବା ଅବହେଳାର ଫଳାଫଳ ପାଇଛନ୍ତି। ମାନେ ଯେମିତି ଦେଖ, ସିଏ ବି ଜଣେ ହାକିମ ଥିଲେ, ମାନେ ଗଭର୍ଣ୍ଣମେଣ୍ଟ ଚାକିରି କରିଥିଲେ। ସିଏ ମାନେ ଚାହିଁଥିଲେ ତାଙ୍କ ପିଲାକୁ ବି ମଣିଷ କରିପାରିଥାନ୍ତେ, କିନ୍ତୁ ତାଙ୍କ ପିଲାଙ୍କୁ କାହାକୁ ବି ସେ ଗୋଟେ ଭଲ ମଣିଷ କରିନାହାନ୍ତି। ପଢିଲେ ଜାଣିବନି କଣ ଥିଲେ, ଏତିକିରୁ ବିଷୟ ମୁଁ ସବୁ ଜାଣିବି। 3-4 ପେଜ ଅଛି ଆଉ ମନେ ରହିବନି। ଦୁର୍ଯ୍ୟୋଧନ ବାବୁ ବର୍ତ୍ତମାନ ସବୁବେଳେ ବାହାର ବାରଣ୍ଡାରେ ପଡିଥିବା ଖଟ ଉପର କାନ୍ଥରେ ଡେରି ହୋଇ ପଡିଥାନ୍ତି। ପିଠିଆଡେ ତାଙ୍କର ଗୋଟିଏ ତେଲ ଚିକିଟା ଛିଣ୍ଡା ତକିଆ। ମାନେ ଯିଏ ମାନେ ଲେଖକ ଲେଖିଛନ୍ତି ପୁରା ସ୍ପଷ୍ଟ, ଯେମିତି ତାଙ୍କ ଘରକୁ ଯାଇ ଦେଖିଦେଲେ ନୁହଁ। କଣ କରିଛନ୍ତି ନା, ଗୋଟେ ତାଙ୍କର ମାନେ ଗୋଟେ ଡାଇନିଂ ଅଛି, ସେ ଡାଇନିଂ ରେ ଗୋଟେ ଖଟ ପଡିଛି ଜଣିକିଆ, ତାରି ହଁ ମାନେ ସେ ନିଜେ ଅନୁଭବ କରୁଛନ୍ତି ଆଉ ହେଲା। ମାନେ ତାଙ୍କ ଜାଗାରେ ସେ ନିଜକୁ ଥାଇକି ନା ମାନେ ଲେଖୁଛନ୍ତି ସେଇଟା ହେଲା। ତାପରେ ଦେଖ, ସେ କଣ କରୁଛନ୍ତି ନା, କାନ୍ଥକୁ ମାନେ କାନ୍ଥ ପାଖରେ ଗୋଟେ ଖଟ ପଡିଛି, ସେ କାନ୍ଥ ପାଖକୁ ଆଉଜି ହେଇକିନା ଶୋଇଛନ୍ତି ହେଲା। ତାଙ୍କ ପିଠି ପଛପଟେ, କାରଣ ସେ ତ କିଛି ତାଙ୍କ ଗୋଡ ହାତ କିଛି ଚଳିବନି, ପଡିଛନ୍ତି। ତାଙ୍କ ପିଠି ପାଖରେ ଗୋଟେ ଏତେ ମଳି ତେଲ ଚିକିଟା ତମକୁ ସବୁ ଏମିତି ଆଡ ଦରକାର। ଏଇ କୋଉଥିରେ ମାଡ ହଉଛି, ହାତରେ ନା ବେତରେ? ବାଡିରେ? ବାଡି ଅଛି ତାହେଲେ ତାହେଲେ ଠିକ ଅଛି। ତାହେଲେ ନବା ଆଉ ଏଇଥରଟା ଆଉ ତମରି ଉପରେ ଫାଷ୍ଟ ମାଡ ଆଉ ହେଲା। ତାପରେ କଣ କରୁଛନ୍ତି ନା, ପଛପଟେ ତାଙ୍କର ଗୋଟେ ପୁରା ତେଲ ଚିକିଟା ମଳିଆ ଛିଣ୍ଡା ତକିଆ ଥୁଆ ହେଇଛି ହେଲା। ବଲ ବଲ କରି ଆକାଶକୁ ଚାହିଁ ସେ ପାନ ପାକୁଳି କରୁଥାନ୍ତି ହେଲା। କଣ କରୁଛନ୍ତି ନା,
ପାନ କଣ କରୁଛନ୍ତି? ମାଡ଼ ଦେଖିକି ନା ବଢିଆ ହେଇଛି ଏମିତି ଖାଲି ମାଡ଼ ଦରକାର ତମର। ତାହେଲେ ମୁଁ ଜାଣିନଥିଲି ବାଡି ଅଛି ବୋଲି। ତାହେଲେ ଏଥରଟା ବାଡି ଯିବ। ହଁ ମୁଁ ତ ବାଡେଇବି ଆଉ। ଓଡିଆ କ୍ଲାସ ତ ରୁଢି ପଡିକି ଆସୁନା ବାଡେଇବି ଏଥର ଆଉ। ହଉ ଦେଖ ବଲ ବଲ କରି ସେ ଆକାଶକୁ ଏମିତି ଚାହିଁଛନ୍ତି ମାନେ ଉପରକୁ କରିକିନା ଶୋଇଛନ୍ତି ହେଲା। ଶୋଇକିନା କଣ କରୁଛନ୍ତି ନା ପାନ ଚୋବଉଛନ୍ତି ହେଲା। କଥା ହେବାକୁ ଶକ୍ତି ନାହିଁ କି ଉଠିବାର ବି ଶକ୍ତି ନାହିଁ। ମାନେ କାହା ସହିତ କଥା ହେବେ ପାରାଲିସିସ୍ ହେଇଛି ନା ଉଠି ବି ପାରିବେନି। ପକ୍ଷାଘାତ ରୋଗୀ ସେ ମାନେ କଥା କହିପାରନ୍ତି କିନ୍ତୁ ବହୁତ କମ ମାନେ ପାନ ମାନେ ଥଙ୍ଗେଇ ଥଙ୍ଗେଇ କହିବେ ହେଲା। ଆଉ ତମେ ଏଇଖିଣା ପାଟିରେ ଏତିକି ଭାତ ପୁରେଇଥିବ ମୁଁ ତମକୁ କଥା ପଚାରିବି ତମେ କହିବ? ଏନି ଟାଇମ ପାନ ପୁରାନ୍ତି ଦେଖିଦେଲ ଯାଇ ତାଙ୍କ ଘରେ ନା ତାଙ୍କ ମାନେ କୁହନ୍ତି ମାନେ ଯାହାର ହାତ ଗୋଡ ସବୁ ଅଚଳ ହେଇଯାଉଛି ସେ ପାଟିରେ କଥା କହୁନି। କୋମା ହେଇଗଲେ ପିଲାମାନେ ଟୋଟାଲି କେହି କଥା ହିଁ କହିପାରିବେନି। ଟୋଟାଲି ମଲା ଲୋକ ସାଙ୍ଗେ ସମାନ ଖାଲି ଆଖି ମିଟି ମିଟି କରିବେ ଆଉ ସେ କିଛି କହିପାରିବେନି। ସେଇଟା ହଉଛି କୋମା। ଆଉ ପାରାଲିସିସ୍ ଯଦି ଗୋଟେ ସାଇଡ ବି ହେଇଯାଏ ଗୋଟେ ହାତ ଗୋଡ ବି ହେଇଯାଏ ସେମାନେ ବାକି ସେ ଗୋଟେ ହାତ ଗୋଡ ଚଳେ ନା ବାକି କଥା ହେଇପାରନ୍ତି ହେଲା। ନା ପୁରା ଏମିତି ଗୋଦରା ମାନେ ନାହିଁ କି ମାନେ ବେଳେ ବେଳେ ଦେଖିନ ହାତଟା ପୁରା ଝିମ୍ ଝିମ୍ ହେଇକିନା ପୁରା ଗୋଦରା ହେଇଯାଏ ସେମିତି ଆଉ। ହଁ 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 ଦେଖ କେତେବେଳେ କାହାର ଇଚ୍ଛା ହେଲେ ଖଣ୍ଡେ ପାନ ଦେଇଦିଏ ଯଦି ମାନେ ସେ କହିଛନ୍ତି ମାନେ ଦୟାରୁ ଯଦି ବୁଢା ଲୋକଟା ଏଠି ଶୋଇଛି ଯଦି କାହାର ଇଚ୍ଛା ହେଇଯାଏ କି ଯଦି ଖଣ୍ଡେ ପାନ ଦେଇଦିଅ ସେମିତି ଆଉ। ତକିଆଟାକୁ ସଜାଡି ଦେଇ ଯାଏ ବା କଣ ଟିକେ କରିଦେଇ ଯାଏ ମାନେ ଯାହାର ମାନେ କରିଦେଇଯାଏ ମାନେ ଯାହାର ମାନେ ଗୋଟେ ଲୋକଟା ତାଙ୍କ ତା ପୁଅ ହଉ କି ତାଙ୍କ ସ୍ତ୍ରୀ ହଉ ମାନେ ଘରରେ ଯୋଉମାନେ ଲୋକମାନେ ଥାଆନ୍ତି ସେମାନେ ଯେତେବେଳେ ତାଙ୍କୁ ଦେଖନ୍ତି କେତେବେଳେ ମାନେ ଦୁର୍ଯ୍ୟୋଧନ ବାବୁଙ୍କ ପାଟିରେ ଖଣ୍ଡେ ପାନ ଦେଇ ଦିଅନ୍ତି ତ କେତେବେଳେ ତକିଆ ଟିକେ ସଜାଡି ଦିଅନ୍ତି ମାନେ ତାଙ୍କର ନିଜର କାମ କିଛି ଗୋଟେ କରିଦେଇକି ନା ଯାଆନ୍ତି ହେଲା। ସେ କଥା ସେ କହିଛନ୍ତି କେତେବେଳେ କାହାର ଇଚ୍ଛା ହେଲେ ଖଣ୍ଡେ ପାନ ଦେଇଯାଏ ତକିଆଟିକୁ ସଜାଡି ଦେଇ ଯାଏ ଏବଂ କଣ ଟିକେ କରିଦେଇ ଯାଏ ମାନେ ତାଙ୍କର ମାନେ ଦେହର ଯତ୍ନ କିଛି ସେବା ଶୁଶ୍ରୂଷା କରିଦେଇ ଯାଆନ୍ତି। ଘରର ସମସ୍ତେ ତାଙ୍କ ଉପରେ ବର୍ତ୍ତମାନ ବିରକ୍ତ ଆଉ କାରଣ ଖାଲି ଶୋଇ ରହିବେ ତାଙ୍କୁ କିଏ ଜଣେ ଖୋଇଦବ ମାନେ ତାଙ୍କୁ ଗାଧେଇ ଦବ ନାଇଁ ମାନେ ସବୁ କାମ ଗୋଟେ ଲୋକର ଟୋଟାଲି ସବୁ କାମ ତାଙ୍କର ପରିବାର ଲୋକ କରିବେ ସେଥିପାଇଁ ତାଙ୍କ ଲୋକ ମାନେ ପରିବାର ଲୋକ ବହୁତ ତାଙ୍କ ଉପରେ ବିରକ୍ତ ହଉଥିଲେ। ହଁ ତାଙ୍କ ପରିବାରର ଅନ୍ୟମାନଙ୍କ ସହିତ କ୍ଷୀଣ ଦୈହିକ ସଂଯୋଗ ଥିଲେ ହିଁ ମାନସିକ ସଂଯୋଗ ଆଦୌ ନାହିଁ। ମାନେ ତାଙ୍କ ପରିବାର ଭିତରେ ମାନେ ତାଙ୍କର ଯୋଉ ପୁଅ ମାନେ ଥିଲେ ସେମାନଙ୍କ ଭିତରେ ମାନେ କଣ ମାନେ ଏମିତି ଦୈହିକ ସମ୍ପର୍କ ମାନେ ଏମିତି ମାନେ କିଛି ମାନେ ସମ୍ପର୍କ ଥାଏ ମାନେ ଯେମିତି ଖାଲି ମାନେ ହାଲ ହାଏ ମାନେ ଯେମିତି ତମେ କଲେଜ ଯାଉଛ କିଛି ସାଙ୍ଗ ଅଛନ୍ତି ଦେଖାହେଲେ ଖାଲି ପଚାରିବେ କଣ ପାଠ ପଢୁଛ କଣ ନାହିଁ ତାପରେ ପଳେଇବେ ମାନେ ଆମ ଘର ତାଙ୍କ ନିଜ ପୁଅ ମାନେ ତାଙ୍କର ସମ୍ପର୍କ ଟା କଣ ପୁରା ଘନିଷ୍ଠ ହେଇଥିବ କିନ୍ତୁ ତାଙ୍କର ପରସ୍ପର ଭିତରେ ସେତିକି ଘନିଷ୍ଠ ସମ୍ପର୍କ ନାହିଁ। ମାନେ କାହା ମାନସିକ ମନ ଭିତରେ କାହା ମନ ମିଶୁନି ହେଲା ମାନେ ଯେତିକି ଆବଶ୍ୟକ କଥାବାର୍ତ୍ତା ହେବେ ଦେଖିବେ ଚାହିଁବେ ପଳେଇବେ ହେଲା। ଏ ଯୁଗରେ ହଠାତ୍ ଧନୀ ଓ ପାଶ୍ଚାତ୍ୟ ସଭ୍ୟତାର ପୂଜାରୀ ପରିବାର ଘରେ କୌଳିକ ଦେବତାର ଅବସ୍ଥା ଯେପରି ବହିଷ୍କୃତ ନୁହେଁ ପରିତ୍ୟକ୍ତ ମାନେ ସେ ଗୋଟେ ମାନେ କଣ ଇଏ ଜଣେ କଣ ହାକିମ ଥିଲେ ଇଏ ବି ମାନେ କଣ ମାନେ ନିହାତି କିଛି ପଇସା ପଇସା ବି ଇଏ କରିଥିବେ ନା ସେ କହୁଛନ୍ତି ଆଜି କାଲିକା ଯୁଗରେ ଯାହା ପାଖରେ ଧନ ଦରବ ମାନେ ସବୁ ବି ଥାଉ ଯଦି ମାନେ ତା ଦେହଟା ସୁସ୍ଥ ନଥିବ ତାହେଲେ ତା ପାଖରେ ସବୁ ନିରର୍ଥକ ମାନେ ସେତିକି ତା ପାଖରେ ପଇସା କି ସେ ପେନସନ ପାଉଥିବ ବୋଲି ସେଇ ପୁଅ ମାନେ ଟିକେ ପଚାରୁଛନ୍ତି ଯଦି ବି ଆଜିକାଲି ସେ ପଇସା ନ ପାଉଥିବ ତା ପୁଅ ମାନେ ବି ତାକୁ ଆଉ ପଚାରନ୍ତେନି। 55 ବର୍ଷ ବୟସରେ ପେନସନ ନେବାର ଠିକ 3 ଦିନ ପରେ ଏ ଅବସ୍ଥା ତାଙ୍କର ଘଟିଲା। ମାନେ 55 ବର୍ଷ ପରେ ଯେତେବେଳେ ସେ ରିଟାୟାର୍ଡ ହେଇଗଲେ ପେନସନ ନେଇକିନା ଘରେ ରହିଲେ ଘରେ ରହିବାର 3 ଦିନ ପରେ ତାଙ୍କୁ ପକ୍ଷାଘାତ ରୋଗ ହେଲା। ଦୀର୍ଘ 30 ବର୍ଷ ଧରି ସେ ଚାକିରି କରି ପେନସନ ନେଲେ 30 ବର୍ଷ ଚାକିରି ଗଭର୍ଣ୍ଣମେଣ୍ଟ ଚାକିରି ଆଗେ 30 ବର୍ଷ ଥିଲା ନା ତମେ ଯୋଉ ବର୍ଷରେ ଏବେ ସିନା ଅଛି ମାନେ 20 ବର୍ଷରେ ଚାକିରି ପାଇବ ସେ 60 ବର୍ଷରେ ରିଟାୟାର୍ଡ ହବ ଯିଏ 30 ବର୍ଷ ଚାକିରି ପାଇବ ସେ ସେଇ 60 ବର୍ଷ ଏବେ 60 ବର୍ଷ ହେଇଯାଇଛି କିନ୍ତୁ ଆଗେ ଥିଲା 30 ବର୍ଷ ଯାକେ ଚାକିରି କରିବ 30 ବର୍ଷ। ହଁ ଅ, ହଁ
ଟୋଟାଲି 30 ବର୍ଷ ମାନେ ଚାକିରିରୁ ଧରାଯାଉ ସେ 20 ବର୍ଷ ଚାକିରି କଲେ ହେଲା 20 ବର୍ଷରୁ ତାଙ୍କର 30 ବର୍ଷ କୋଉଠି 50 ବର୍ଷ ତାଙ୍କୁ ସେତେବେଳେ ହେଇଥିବ ସେ 50 ବର୍ଷରେ ରିଟାୟାରମେଣ୍ଟ ହେଲା ସେମିତି ମାନେ ଟୋଟାଲି ସରକାରୀ ଚାକିରିର ବୟସ ସୀମା 30 ବର୍ଷ ଆଗେ ଥିଲା କିନ୍ତୁ ଏବେ ହେଇଯାଇଛି ମାନେ 60 ମାନେ ମଣିଷକୁ ମାନେ ମତେ 60 ଏଇନା ମୁଁ ଚାକିରି କରିବି ମତେ 60 ବର୍ଷ ହବ ଯାଇ ମୁଁ ଚାକିରି କରିବି ହେଲା ସେମିତି ଦୀର୍ଘ 30 ବର୍ଷ ଧରି ସେ ଚାକିରି କରି ପେନସନ ନେଲେ ଚାକିରି ତାଙ୍କର ଆମର ଖୁବ୍ ତଳରୁ ମାନେ ଆରମ୍ଭ ମାନେ ସେ ବହୁତ କମ ବୟସରୁ ଚାକିରି କରିଥିଲେ କିନ୍ତୁ ଶେଷ ଯେତେବେଳେ କିନ୍ତୁ ଶେଷ ଯେତେବେଳେ କଲେ ସେତେବେଳେ ଥିଲେ ସେ ଅତି ଉଚ୍ଚ ଆସନରେ ମାନେ ଯେତେବେଳେ ମାନେ ବହୁତ କମ ବୟସରେ ଆଉ ଗୋଟେ ଛୋଟ ପଦବୀରେ ଚାକିରି କରିଥିଲେ ଯେତେବେଳେ ସେ ରିଟାୟାର୍ଡ ହେଲେ ସେ ପ୍ରମୋସନ ନେଇକିନା ଉଚ୍ଚ ପଦବୀରେ ଥିଲେ ହେଲା କିଏ ଦୁର୍ଯ୍ୟୋଧନ ବାବୁ ତଥାପି ପେନସନ ଯେତେବେଳେ ନେଲେ ସେତେବେଳେ ସେ କାନ୍ଦି ପକାଇଲେ ମାନେ ଯେହେତୁ ମାନେ ଗୋଟେ ମାନେ ହାକିମ ବା ଅଫିସର ପଦବୀରେ ଥିଲେ ମାନେ ଗୋଟେ କାର୍ଯ୍ୟରତ ଜୀବନ ତାଙ୍କର ଚାଲିଥିଲା ମାନେ ଆସିବେ ମାନେ ଗୋଟେ କର୍ମମୟ ଜୀବନ ଥିଲା ଆଉ ଯେତେବେଳେ ସେ ମାନେ ସମସ୍ତଙ୍କୁ ଛାଡିକିନା ତାଙ୍କ ଚାକିରି ସରିଗଲା ସେଠୁ ସେ କଣ ହେଲା ଗଲାବେଳେ ସେଠୁ କାନ୍ଦିଲେ ପେନସନ ନେବା ପର ମୁହୂର୍ତ୍ତ ଠାରୁ ତାଙ୍କ ସହିତ ଅଇଣ୍ଠୁ ସାହୁ ବା ନିଧି ମଳିକର ଯେପରି କୌଣସି ପ୍ରଭେଦ ନାହିଁ ଏପରି ତାଙ୍କର ମନେ ହେଲା ମାନେ ଏଇ ଯୋଉ ଦି ଜଣ କିଏ ନା ଅଇଣ୍ଠୁ ସାହୁ ଆଉ ନିଧି ମଳିକ ମାନେ ଏମାନେ କଣ ନା ଜଷ୍ଟ ମାନେ ପିଅନ ହେଲା ମାନେ ଇଏ ଯେମିତି ମାନେ ଆସୁଥିଲେ ଡେଲି କାମ କରୁଥିଲେ ମାନେ ଅଳ୍ପ କିଛି ପଇସା ପାଉଥିଲେ ଯୋଉମାନେ ସରକାରୀ ଚାକିରି କରନ୍ତି ଚାକିରି ବେଳେ ଯେତିକି ଦରମା ପାଇବେ କଣ ପେନସନ ସେତିକି ଦରମା ପାଇବେ ତା ଅଧାରୁ ଅଧା ଦରମା ପାଇବେ ସେ କଥା କହିଲେ ସିଏ ଏବେ ଯେତିକି ଦରମା ପାଉଛନ୍ତି ମୁଁ ବି ଏବେ ସେତିକି ଦରମା ମାନେ ତାଙ୍କ ମୋ ଭିତରେ ଆଉ କିଛି ମାନେ ତଫାତ ନାହିଁ ମାନେ ସବୁ କଥାକୁ ସେ ଭାବୁଛନ୍ତି କିଏ ଦୁର୍ଯ୍ୟୋଧନ ବାବୁ ଯେଉଁ କଚେରୀରେ ସେ ବର୍ଷ ବର୍ଷ ଧରି ହାକିମ କରି ଆସିଛନ୍ତି ସଲାମ ପାଇଁ ଆସିଛନ୍ତି ଆଜି ସେ କଚେରୀକୁ ଗଲାବେଳେ କେହି ଟିକେ ଉଠି ଛିଡା ହୋଇନାହାନ୍ତି ମାନେ ଯେତେବେଳେ ସେ ପେନସନ ପାଇଁ ଗଲେ ହେଲା ମାନେ କେତେ ବର୍ଷ ଜଣେ ମାନେ ସେଇଠି ଚାକିରି କରିଥିବ ସେ ଚାକିରି ଗଲା ବେଳେ ସିଏ ମାନେ ଭିତରକୁ ପଶି ଆସିବେ ମାନେ ସବୁ ଲୋକ ଛିଡା ହେଇଯାଉଥିବେ ତାଙ୍କୁ ନମସ୍କାର କରୁଥିବେ ତାଙ୍କର କେତେ ସମ୍ମାନ ଯେତେବେଳେ ସେ ପେନସନ ପାଇଁ ଗଲେ ସେତେବେଳେ ତାଙ୍କୁ କେହି ଦେଖିକିନା କିଛି ପଚାରିଲେନି କି ତାଙ୍କୁ ଟିକେ ଛିଡା ହେଇକିନା ମାନେ କେହି ନମସ୍କାର କି ସମ୍ବୋଧନ ବି ତାଙ୍କୁ ଟିକେ କଲେନି ମାନେ ସେଇଟା ତାଙ୍କୁ ବହୁତ ବାଧିଲା କି ମୁଁ ଏତେ ବର୍ଷ ଚାକିରି କଲା ପରେ ବି କିନ୍ତୁ ମତେ ଏଠି ଟିକେ ବି ସମ୍ମାନ ମିଳୁନି ସେ କଚେରୀକୁ ଗଲାବେଳେ କେହି ଟିକେ ଉଠି ଛିଡା ହେଲେ ନାହିଁ ତାଙ୍କ ଆଡକୁ ଫେରି ଚାହିଁଲେ ବି ନାହିଁ କେହି ତାଙ୍କୁ ଚାହିଁଲେନି ଅଥଚ କେହି ଯେ ଜାଣିଶୁଣି ତାଙ୍କୁ ଅସମ୍ମାନ ଦେଖାଇବା ଉଦ୍ଦେଶ୍ୟରେ ହତାଦାର କଲେ ତା ନୁହଁ ତାଙ୍କର ସମ୍ମାନ ଥିଲା ଏକାନ୍ତ ଭାବରେ ପଦବୀ ସହିତ ଜଡିତ ମାନେ ତାଙ୍କର ମାନେ ନା କି ତାଙ୍କୁ କିଏ ଅସମ୍ମାନ କଲା ମାନେ କେହି ସମ୍ମାନ କରିନାହାନ୍ତି କି ଅସମ୍ମାନ କରିନାହାନ୍ତି କିନ୍ତୁ ତାଙ୍କର ମାନେ ସେ ଭାବିଥିଲେ ଯେହେତୁ ମୁଁ ମାନେ ପୁରା ଚାକିରି ଶେଷ କରିକିନା ଆସିଛି ମୁଁ ମୋ ଅଫିସକୁ ଗଲେ ସମସ୍ତେ କଣ କରିବେ ପୋଲିସ ଦେଖା ଦେଖିଲେ ହେଲା କଣ କରିବେ ନା ସିଏ ତାଙ୍କ ମନରେ ଭାବିଥିଲେ କି ମୁଁ ଗଲେ କି ମୋର ଯୋଉ ଷ୍ଟାଫ ମାନେ ଅଛନ୍ତି ମତେ ଟିକେ ମାନେ ନମସ୍କାର ସାର କି ସମସ୍ତେ ଛିଡା ହେବେ କି କିଛି ସମ୍ମାନ ମିଳିବ କିନ୍ତୁ କିଛି ସମ୍ମାନ ମିଳିଲାନି କି କେହି ବି ମାନେ କଥାବାର୍ତ୍ତା କଲେନି କି ମାନେ କେହି ଅସମ୍ମାନ ବି କଲେନି ହେଲା ମାନେ ମାନେ ସିଏ ଭାବୁଥିଲେ କି ମୋ ସମ୍ମାନ ଟା କେବଳ ମୋ ପଦବୀରେ ହିଁ ଥିଲା ଯେତେବେଳେ ମୁଁ ପଦବୀରୁ ପଳେଇଲି ସେତେବେଳେ ମୋର ଆଉ କିଛି ସମ୍ମାନ ନାହିଁ ହେଲା ତା ବାହାରେ ତାଙ୍କ ପରିଚୟ କିଛି ନଥିଲା ମାନେ ଯେତେବେଳେ ପଦବୀରେ ଥିଲେ ସେତେବେଳେ ତାଙ୍କର ସମ୍ମାନ ଥିଲା ଯେତେବେଳେ ପଦବୀରୁ ଆସିଲେ ସେତେବେଳେ ଆଉ ସମ୍ମାନ କିଛି ନାହିଁ ପଦବୀ ଯିବା ପରେ ଆଜି ସେ କେବଳ ଜଣେ ସାଧାରଣ ମାନବ ମାନେ ନାଗରିକ ହେଲା ଯେମିତି ସମାଜରେ ସବୁ ଲୋକ ବାସ କରୁଛନ୍ତି ସିଏ ବି ସେମିତି ମାନେ ସାଧାରଣ ମନୁଷ୍ୟ ଭାବରେ ବଞ୍ଚିବେ କଚେରୀରେ ଅହେତୁକ ଘୁରି ଘୁରି ସେ ଘରକୁ ଫେରିଲେ ମନ ତାଙ୍କର ହାହାକାର କରି ଉଠିଲା ମାନେ ନିଜ ମନ ଭିତର ଟା ଖାଲି କଣ ହଉଥିଲା ମାନେ ମୁଁ ମାନେ ଏତେ ବର୍ଷ ଚାକିରି କଲି କିନ୍ତୁ ସେଇଠି ମତେ ଟିକେ ସମ୍ମାନ ମିଳୁନି ମାନେ ସାଧାରଣ ଲୋକ ଭଳିଆ ମୁଁ ଗଲି ଆସିଲି ମାନେ ସେ ନିଜକୁ ନିଜ ବହୁତ ମାନେ ଭାବିଲେ ମନେ ମୁଁ ତେବେ କିଏ ବର୍ତ୍ତମାନ ମାନେ ସେ ନିଜକୁ ନିଜ ପ୍ରଶ୍ନ କଲେ ମୁଁ ତ ଆଗେ ଜଣେ ମାନେ ହାକିମ ବା ଅଫିସର ଥିଲି ବୋଲି ମୋର ନାଁ କି ଅଫିସର କି ମାନେ ମୋ ନାଁ ଡାକ ଥିଲା କିନ୍ତୁ ଏବେ ମୁଁ ଯେହେତୁ ରିଟାୟାର୍ଡ ହେଇଗଲି ମୁଁ ବର୍ତ୍ତମାନ କିଏ ମୋର ପରିଚୟ ଟା କଣ ମାନେ ସେ ନିଜକୁ ନିଜ ପ୍ରଶ୍ନ ପଚାରୁଛନ୍ତି କଣ ମୋର ପରିଚୟ
ମୋର ସମସ୍ତ ପରିଚୟ ମଧ୍ୟ ଅତୀତ ଅବସର ପ୍ରାପ୍ତ। ମାନେ ସେ ବି ଭାବୁଥିଲେ କି ମୁଁ ଯେତେବେଳେ ଏବେ ବି ମତେ ଯେମିତି ଲୋକ ସମ୍ମାନ କରୁଛନ୍ତି, ମୁଁ ଯେତେବେଳେ ଅବସର ବି ନେଇଯିବି ସେତେବେଳେ ବି ଲୋକମାନେ ମତେ ସେମିତି ମାନେ ସମ୍ମାନ ଦେବେ, କିନ୍ତୁ ମୁଁ ଏବେ ହଉଛି ଅବସର ପ୍ରାପ୍ତ। ବ୍ୟାକୁଳ ଭାବରେ ସେ ପ୍ରଶ୍ନ କରି ବିଛଣା ଉପରେ ପଡି ରହି ଚାରିଆଡେ ଚାହିଁଲେ। ଆଖି ତାଙ୍କର ଛଳଛଳ ହୋଇଗଲା। ହେଲା, ମାନେ ଯେତେବେଳେ ସେ ବିଛଣା ଧିରେ ପଡି ଯାଇଛନ୍ତି ସେତେବେଳେ ମାନେ ତାଙ୍କ ଆଖି ପୁରା କାନ୍ଦି ପକେଇଲେ ସେ କଥା ଭାବିକିନା, ପୂର୍ବ କଥା ମାନେ ଏଇ ଯୋଉ ଅଫିସ ଯାଇଥିଲେ ତାଙ୍କୁ କେହି ପଚାରିଲେନି, ଭାବି ପୁରା ଆଖି ଛଳଛଳ ହେଇଗଲା। କିଏ ଡାକିଲା ପରି ସ୍ୱର ଶୁଭିଲା, ମାନେ କିଏ ଜଣେ ଡାକୁଛି, ମାନେ କାହା ସ୍ୱର ଏମିତି ଶୁଭିଲା। ତାର ସେଇ ପୂର୍ବ ପରିଚିତ ଡାକରେ ସାହେବ ସଲାମ ଦିଅ ଏ, ମାନେ ତାକୁ ଯେମିତି ମାନେ ସେ ଭାବୁଛି କି ମତେ ଜଣେ କିଏ ଡାକୁଛି ସାହେବ ସଲାମ ଦିଅ, ମାନେ ସେ ମାନେ ଯେହେତୁ ଗୋଟେ ଅଫିସର ଥିଲା ନା, କି ମୁଁ ଭିତରକୁ ଯାଇପାରେ କି, ମାନେ ଏମିତି ତାକୁ ଯେମିତି କିଏ ଡାକୁଛି କି ତା କାନ ପାଖରେ ଏମିତି ମାନେ ଶୁଭୁଛି। ସେ ଧଡ଼ ପୋକର କରି ଉଠିଲେ, କେହି ନାହିଁ। ମାନେ ଯେମିତି ପୂର୍ବ କଥାଟା ସେ ଭାବୁଥିଲା କି ମୁଁ ଅଫିସରେ ଅଛି, ମତେ କିଏ ଜଣେ ଆସିକିନା ସାହେବ ବୋଲି ଡାକୁଛି। ହଁ, ସେ ଭାବୁଥିଲା ମାନେ ସେ ମାନେ ପ୍ରଥମରୁ ତ ପାରାଲିସିସ୍ ହେଇଯାଇଥିଲା, ମାନେ କେମିତି ପାରାଲିସିସ୍ ହେଲା ଏବେ ସେଟା ସେ କହୁଛନ୍ତି। ମାନେ କେମିତି ଯୋଉଦିନ ସେ ଗଲେ କୋଉଠି କହିଲ, ମାନେ ଏଇ ସବୁ କଥା ଭାବିକିନା ତାଙ୍କୁ ଦିନେ ପାରାଲିସିସ୍ ହେଇଯିବ। ହେଲା, ମାନେ ଏବେ ସେ କହୁଛନ୍ତି କି ସେ ଯୋଉଦିନ ଅଫିସ ଯାଇଥିଲେ, ଯୋଉଦିନ ସେ ରିଟାୟାର୍ଡ ନେଲେ, ହେଲା ପେନସନ ପାଇଁ ଯାଇଥିଲେ, ତାଙ୍କୁ ସବୁ କେମିତି କେମିତି ବ୍ୟବହାର କରୁଥିଲେ। ହେଲା, ତାପରେ ଦେଖ ସେ ଧଡ଼ ପକର କରି ଉଠିଲେ, କେହି ନାହିଁ। ସେତେବେଳେ ତାଙ୍କର ମନେ ପଡିଲା ସେ ଜଣେ ଅବସର ପ୍ରାପ୍ତ କର୍ମଚାରୀ। ହେଲା, ମାନେ ସେ ଭାବିଥିଲେ କି, ମାନେ ତାଙ୍କର ମନେ ହେଲା କି କଳ୍ପନା କରୁଥିଲେ କି ମୁଁ ଅଫିସରେ ଅଛି, ମତେ କିଏ ଆସି ଡାକୁଛି, କିନ୍ତୁ ଯେତେବେଳେ ସେ ଉଠିକିନା ଚାହିଁଲେ ତାଙ୍କ ଆଗରେ କେହି ନାହାନ୍ତି। ତାପରେ ସେ ଭାବିଲେ ନାଇଁ ନାଇଁ ମୁଁ ଅବସର ପ୍ରାପ୍ତ ଜଣେ କର୍ମୀ। ହେଲା, ଅବଶ୍ୟ କେହି ନାହିଁ ତାଙ୍କ ସହିତ, ଆଉ କେହି ଆସିବେ ନାହିଁ ଦେଖା କରିବାକୁ। ମାନେ ତାଙ୍କ ଅଫିସରେ ଯୋଉ ମାନେ ଲୋକ ଥିଲେ ସେ କହୁଛନ୍ତି ଏଠିକି କେହି ଆସିନାହାନ୍ତି, ବା ମୋ ପାଖକୁ କେହି ବି ଦେଖା କରିବାକୁ ବି ମତେ ଆସିବେନି। ସଲାମ ମାନେ କେହି ଦେଖା କରିବାକୁ ଆସିବେନି, ମାନେ ସଲାମ ଦେବାକୁ। ସେ ପଡି ରହିଲେ ସେଇ ବିଛଣାରେ। 2 ଦିନ ଭିତରେ ସେ କଳା କାଠ ପଡି ପୁରା ଶୁଖିଗଲେ, ମାନେ ସେଇ ଚିନ୍ତାରେ। ହେଲା, ପୁରା କଳା କାଠ ପଡି ଶୁଖିଗଲେ। ତୃତୀୟ ଦିନ ଖରା ବେଳେ ସେ ବାହାରକୁ ଯିବା ବେଳେ ଗୋଡ ଖସିବାରୁ ପଡିଗଲେ। କଣ ଖସିବ କାହିଁକି, ଦେଖ ଯେତେବେଳେ ସେ ବାହାରକୁ ମାନେ ପେନସନ ନବାର 3 ଦିନ ପରେ ତାଙ୍କୁ ପାରାଲିସିସ୍ ହେଇଥିଲା ନା, ସେ 2 ଦିନ ପୁରା ଖଟରେ ସେମିତି ବିଛଣାରେ ପଡି ରହିଲେ, ପୁରା ଚିନ୍ତା ମଗ୍ନରେ ରହିଲେ, ମତେ କାହିଁକି ଏମିତି ବିହେଭ କଲେ, ମାନେ ମୋର ପରିଚୟ କଣ, ମୁଁ ଏବେ କିଏ, ଏମିତି ଭାବିଲେ। ତାପରେ ତୃତୀୟ ଦିନକୁ ସେ ଖରାବେଳେ ମାନେ ବାହାରକୁ ଯାଉଥିଲେ ବୁଲିବା ପାଇଁ, ତାଙ୍କ ଗୋଡ ଖସିଗଲା। ଗୋଡ ଖସିଯିବାରୁ ସେ ଯୋଉଠୁ ପଡିଗଲେ। ଉଠିବାକୁ ଚେଷ୍ଟା କଲେ, ଗୋଡରେ ଶକ୍ତି ନାହିଁ। ପାଟି କରି ଡାକିବାକୁ ଚେଷ୍ଟା କଲେ, କିନ୍ତୁ ପାଟି ବି ଖୋଲିଲେ ନାହିଁ। ଯେତେବେଳେ ମଣିଷର ମାନେ ଫାଷ୍ଟ ଯେତେବେଳେ ପାରାଲିସିସ୍ ମାନେ ଆଟାକ୍ କରେ, ସେତେବେଳେ ମାନେ ସେ ପୁରା ମାନେ ଉଠି ପାରେନି, କିଛି କଥା କହିପାରେନି। ମାନେ ମେଡିକାଲ ନେଇ କିଛି ମେଡିସିନ ଫେଡିସିନ ଦେଲେ ତାପରେ ଯାଇକି ସେ ଟିକେ ଟିକେ କଥା କହ, ମାନେ ଜଣ ଜଣଙ୍କର ପୁରା ପାଟି ବି ବଙ୍କା ହେଇଯାଏ ପାରାଲିସିସ୍ ରେ। ହେଲା, ବୁଝିପାରିଲେ ଯେ ହଠାତ୍ ପକ୍ଷାଘାତ ତାଙ୍କୁ ଆକ୍ରମଣ କରିଛି। ହେଲା, ମାନେ ସେ ବୁଝିଗଲେ କି ମାନେ ମୋ ହାତ ଗୋଡ ଚଳୁନି, ମୁଁ କଥା କହିପାରୁନି, ତାମାନେ ମତେ ପକ୍ଷାଘାତ ମାନେ ପାରାଲିସିସ୍ ଆଟାକ୍ କରିଛି। 2 ଓଠ ତାଙ୍କର ଥରି ଉଠିଲା, ଆଖିରୁ ତାଙ୍କର ଝରଝର ହୋଇ ଲୁହ ବୋହିଗଲା। ମାନେ ଇଏ ଗୋଟେ ଟେନସନ ମାନେ ଥିଲା, ମାନେ ଅଫିସରେ ମାନେ ତାଙ୍କୁ ଏମିତି ବିହେଭ କରୁଛନ୍ତି ଥିଲା, ତାପରେ ଏଇ ଯୋଉ ରୋଗଟା ହେଇଗଲା ସେ ପୁରା କାନ୍ଦି ପକେଇଲେ। ସରକାର ତାଙ୍କର ସବୁ, ହଁ ଝରଝର ହୋଇ ଲୁହ ବୋହି ଛାତି ଭସାଇ ଦେଲା। ସରକାର ତାଙ୍କର ସବୁ ଶୋଷି ନେଇଛି ଦୀର୍ଘ 30 ବର୍ଷ ଖଟାଇ ଖଟାଇ, ଏକଦମ କାଙ୍ଗାଳ କରିଦେଇଛି। ଯିଏ ଦିନେ ମାସକୁ 5,000 ଟଙ୍କା ପାଉଥିଲା, ସେ ଆଜି 2 କଡ଼ାର ବି ନୁହନ୍ତି। ହେଲା, ମାନେ ସେ କଣ କହୁଛନ୍ତି ନା, ମୁଁ ଯେତେବେଳେ ମାନେ ଚାକିରି କରିଥିଲି ସେତେବେଳେ ମୁଁ ଦିନକୁ 5,000 ଟଙ୍କା ରୋଜଗାର କରୁଥିଲି, କିନ୍ତୁ ଏବେ ଯେତେବେଳେ ସେ ପେନସନ ପାଉଛନ୍ତି ତାଙ୍କ ପାଖରେ କୋଉଠି ପଇସା ଆସିବ, ମାନେ ହଁ, ହଁ ମାସକୁ ମାସକୁ 5,000, ମାନେ ହଁ, ମାନେ ସେତେବେଳେ ସମୟରେ 5,000 କେତେ ହେଲା, ମାନେ ଏବେ 50,000 ସାଙ୍ଗେ ସମାନ। ସେ କହୁଥିଲେ ହଁ, ମାନେ ସେତେବେଳେ ଆଗ କାଳରେ ଟଙ୍କା ମାନେ ମଜୁରୀ ଥିଲା ଟଙ୍କାଟା, 10 ପଇସା, 2 ଟଙ୍କା, ଏତିକିରେ ବି ଲୋକମାନେ ଚଳିକିନା ଆହୁରି ମାନେ ପଇସା ସଞ୍ଚୁଥିଲେ। ଏବେ ଆମର ଟଙ୍କାଟା ହିଁ ଚଳୁନି, ଛୋଟ ଟଙ୍କାଟା ଆଉ କେହି ନଉନାହାନ୍ତି। ମୋ ବସ ନଉଛନ୍ତି।
ମତେ ଗୋଟା ମୋ ବସ 18 ଟଙ୍କା ଦେଲା, ମୁଁ ଆଉ ଗୋଟା ବସି ଦେଲା କହୁଛି ମୁଁ ନେବିନି। ସେ ତ ଏକରେ ଲେଖା ହେଇଛି, ଟଙ୍କାଟା ତ କଏନ୍ ତ ହେଇଛି, ମୁଁ ନଉନାହାନ୍ତି କାହିଁକି? ଛୋଟ ହଉଛି ବୋଲି ନଉନାହାନ୍ତି। ହଁ ଦେଖ, ଘରେ ତାଙ୍କର ସେତେବେଳେ କେହି ନଥାନ୍ତି, ଯେତେବେଳେ ସେ ପଡି ଯାଇଥିଲେ ତାଙ୍କ ଘରେ ସେତେବେଳେ କେହି ନଥାନ୍ତି। ସ୍ତ୍ରୀ ତାଙ୍କର ଦ୍ୱିତୀୟ ପକ୍ଷର ବୟସର ତଫାତ 15 ବର୍ଷ, ମାନେ ତାଙ୍କ ସ୍ତ୍ରୀ ତାଙ୍କ ଠାରୁ 15 ବର୍ଷ ସାନ ହେଲା। ବିବାହ ବେଳେ ସେ ଥିଲେ ଅତି ଲଜ୍ଜାବତୀ ମଫସଲିଆ ଢଙ୍ଗର, ମାନେ ଯେତେବେଳେ ସେ ଗୋଟେ ବୋଧେ ଗାଉଁଲିଆ ସ୍ତ୍ରୀ ଲୋକକୁ ବୋଧେ ବାହା ହେଇଥିଲେ, ମାନେ ସେ ଯେତେବେଳେ ବାହା ହେଇଥିଲେ ସେ ବହୁତ ମାନେ ମାନେ ଲାଜ କରୁଥିଲେ ସମସ୍ତଙ୍କୁ। ଆଉ କଣ ନା ମଫସଲିଆ, ମାନେ ଯେମିତି ଗାଉଁଲି ଭଳିଆ ହେଲା ଢଙ୍ଗର ଥିଲେ। ଯାଉନ ହଁ କଣ ସମୟ ହେଇଗଲାଣି? ଜଲ୍ଦି ଆସିବ, ଜଲ୍ଦି ଆସ। ଦେଖ, ବିବାହ ବେଳେ ସେ ଅତି ଲଜ୍ଜାବତୀ ବା ମଫସଲିଆ ଢଙ୍ଗର ଥିଲେ। ଏକା ଖଟରେ ଶୋଇବା ବେଳେ ବି ସେ ପଡି ରହୁଥିଲେ ନିଷ୍ଠୁର ଭାବରେ, ଖଣ୍ଡେ କାଠ ଭଳି। ଦୁର୍ଯ୍ୟୋଧନ ବାବୁ ହିଁ ତାଙ୍କୁ ନବ୍ୟ କରିଲେ, ମାନେ ନୂଆ କରିଲେ ଦେହ ଓ ମନରେ। ଆଜିକାଲି ସେ ଖୁବ ଅଳ୍ପ ସମୟ ପାଇଁ ଘରେ ରହନ୍ତି, ମାନେ ଯେତେବେଳେ ସେ କହୁଛନ୍ତି ବାହା ହେଇଥିଲେ ସେମାନେ ସବୁବେଳେ ଘର ଗଣରେ ପଶି ରହୁଥିଲେ ହେଲା, ମାନେ ବହୁତ ଲଜ୍ଜାବତୀ ଆଉ ବହୁତ ମାନେ ଗାଉଁଲି ସ୍ତ୍ରୀ ଲୋକ ଭଳିଆ ରହୁଥିଲେ, କୁଆଡେ ଯାଉନଥିଲେ। କିନ୍ତୁ ତାଙ୍କୁ କିଏ ମାନେ ନୂଆ କରିକିନା ପୁଣି ଗଢିଲେ କିଏ ନା ଏଇ ଯୋଉ ଦୁର୍ଯ୍ୟୋଧନ ବାବୁ। କିନ୍ତୁ ଏବେ ସିଏ ଆଉ ଟୋଟାଲି ଘରେ ହିଁ ରହୁନାହାନ୍ତି, ବହୁତ କମ ସମୟ ଘରେ ରହୁଛନ୍ତି, ପୁରା ଚାଲାକ ହେଇଗଲେ ଆଉ। ଦେଖ, ଆଜିକାଲି ସେ ଖୁବ ଅଳ୍ପ ସମୟ ପାଇଁ ଘରେ ରହନ୍ତି, ମଟର ନେଇ ସବୁବେଳେ ବୁଲୁଥାନ୍ତି। ମଟର ମାନେ ଏଇ ଯୋଉ ସ୍କୁଟି ନେଇକିନା। ସ୍କୁଟର ହେଇଥିବ ନହେଲେ ଲୁନା ହେଇଥିବ, ନା ପିଲାମାନେ ସ୍କୁଟର ନହେଲେ ଲୁନା ହେଇଥିବ ନା, ଆଉ କଣ ଅଟୋ ନେଇ ଯାଉଥିଲେ ନା, ନା ଟ୍ରେକର। ସେ ମଟର ନେଇକି ସବୁବେଳେ ବୁଲୁଥାନ୍ତି ଏଠି ସେଠି ଓ ଅନେକ ରାତିରେ ଯେତେବେଳେ ସେ ଶୁଅନ୍ତି ସେତେବେଳେ ଅନେକ ମିଛ ସତ ଦୁର୍ଯ୍ୟୋଧନ ବାବୁଙ୍କର ଘର ଭିତରକୁ ପଶି ଆସେ। ମାନେ ଯେତେବେଳେ ସେ ଘରକୁ ଆସନ୍ତି ରାତିରେ, ତାଙ୍କର ଗାଁ ଲୋକମାନେ ବା ତାଙ୍କ ନାଁରେ ବହୁତ କେସ୍ ଆସି ତାଙ୍କ ଘରେ ପହଞ୍ଚେ ହେଲା, ମାନେ ପୁରା ଦୁର୍ଦ୍ଦାନ୍ତ ଆଉ ନା, ପୁରା ମଫସଲ ପୁରା ସହରିଆ ହେଇଗଲେ। ତାପରେ କିଏ କହିଛନ୍ତି କଣ ମୋପାସା? ହଁ ଦେଖ, ପଢିଲେ ବୁଝିପାରିବ। କିଏ କହିଛନ୍ତି ମୋପାସା ବୋଧୁଏ ନାରୀର ସୁପ୍ତ ଅଭିଳାଷ ଜଗାଇବା ଅନୁଚିତ, ଥରେ ଜାଗିଲେ ତାର ଗତିରୋଧ କରିବା ଅସମ୍ଭବ। ମଶା ମାନେ ସେ କହିଛନ୍ତି ମାନେ ସେ କହିଛନ୍ତି ମାନେ ମଶାପା ମାନେ କଣ କହିଲ, ମାନେ ନାରୀକୁ ଯଦି ଥରେ ତମେ ମୁହଁ ଦେଖିଲ ତାକୁ ସମ୍ଭାଳି ପାରିବନି ହେଲା, ସେଇଟା ମାନେ ମଶାପା ମାନେ ମୁହଁ ବଢାଣିଆ କରିଦବା ହେଲା। ମାନେ ସେ ଗାଉଁଲି ଥିଲେ, ମାନେ ଘର ଭିତରେ କଣ କରୁଥିଲେ ନା ସବୁବେଳେ ଲାଜ କରି ରହୁଥିଲେ, ମଫସଲିଆ ଭଳିଆ ରହୁଥିଲେ। ତାଙ୍କୁ ଯେତେବେଳେ ଇଏ ପୁରା ତାଙ୍କୁ ନୂଆ କରିକିନା ଫ୍ରିଡମ ଦେଲେ, ସେ ଆଉ କାହାକୁ ଆକୁ ହିଁ ମାନୁନାହାନ୍ତି, ଦୁର୍ଯ୍ୟୋଧନ ବାବୁକୁ ହିଁ ମାନୁନାହାନ୍ତି, ପୁରା ପୁରା ରଣଚଣ୍ଡୀ ହେଲା। ଏହାର ସତ୍ୟତା କେତେ ଦୂର ତାତ୍ତ୍ୱିକ ମାନେ କହିବେ, କିନ୍ତୁ ଦିନେ ଦୁର୍ଯ୍ୟୋଧନ ସହିତ ତାଙ୍କର ଏସବୁ ବିଷୟରେ ବାଦାନୁବାଦ ହେଲା ହେଲା, ମାନେ କଥାବାର୍ତ୍ତା ହେଲେ ହେଲା, ଦି ଜଣ ଦୁର୍ଯ୍ୟୋଧନ ଆଉ ତାଙ୍କ ସ୍ତ୍ରୀ ଏ ବିଷୟରେ କଥା ହେଲେ। ସେ ନିଜେ ହିଁ କହିଲେ, କିଏ କହିଥିଲା ମତେ ବାହାରକୁ ହଁ ବାହାରିବାକୁ ଆଉ ସମସ୍ତଙ୍କ ସହିତ ମିଶିବାକୁ, ମଦ ଖାଇବାକୁ ଶୁଣେ, ମାନେ ସେ ମଦ ବି ଖାଆନ୍ତି, ମଦ ବି ଖାଆନ୍ତି, ମାନେ ସିଏ ଦେଖ, ସିଏ ଏବେ ପୁରା ପୁରା ଚଣ୍ଡୀ, କିନ୍ତୁ ଏଇ ମାନେ ଏବେ ତ ଆମେ ମାନେ ବହୁତ ଭଲ ନା କଣ? ଦେଖ ପିଲାମାନେ, ସିଏ କଣ କରିଛନ୍ତି ନା ଦୋଷ ଦେଇଛନ୍ତି ଦୁର୍ଯ୍ୟୋଧନ ବାବୁଙ୍କର, କି ମୁଁ ତ ମୋର ଘର କାମ ଥିଲି, ମତେ କଣ ଦରକାର ଥିଲା ବାହାରକୁ ନବାର, ବାହାର ଲୋକଙ୍କ ସାଙ୍ଗରେ ମିଶିବାର, ମଦ ପିଇବାର, ମତେ କଣ ଦରକାର ଥିଲା? ତମେ ଯେମିତି ଶିଖେଇଛ ଏବେ ସେମିତି ଭୋଗ, ମୋର କଣ ଦୋଷ? ଆଉ ମୁଁ ଥରେ ବାହାରକୁ ବାହାରିଛି ମାନେ ଆଉ ଭିତରକୁ ପଶିବି। ପୁରା ଯୁକ୍ତି ତର୍କ ଲାଗିଲା ହେଲା।
ତାପରେ ବର୍ତ୍ତମାନ କାହିଁକି ମତେ କଣ ତମେ ଭାଗବତ ଶୁଣଉଛ? ମତେ ଯଦି କେବଳ ପୁତାର୍ଥେ ଭାଜ୍ୟା କରିଥାନ୍ତ କଥା ଭିନ୍ନ ହୋଇଥାନ୍ତା। ପୁତାର୍ଥେ ମାନେ ତାଙ୍କର 3ଟା ପୁଅ ଥିଲା। ମତେ ଯଦି ତମେ ଭାବିଥାନ୍ତ କି ତମେ କେବଳ ମତେ ବାହା ହେଇଛ, କେବଳ ମୁଁ ତମର ପିଲା ଛୁଆ ଜନ୍ମ କରିବି, ତମର ସେବା କରିବି, ତାହେଲେ ସିଏ ଅଲଗା କଥା ହେଇଥାନ୍ତା। ତମେ କାହିଁ ଭାଜ୍ୟ ମାନେ ସ୍ତ୍ରୀ, ତମେ କାହିଁ ମତେ ବାହାରକୁ ବାହାର କରୁଥିଲ? ତମେ ବାହାରକୁ ଯାଅ, ସମସ୍ତଙ୍କ ସାଙ୍ଗରେ ମିଶ, କାହିଁ କହୁଥିଲ ନା? ତୁମେ ହଁ, ମତେ ଯଦି କେବଳ ପୁତାର୍ଥେ ଭାଜ୍ୟ କରିଥାନ୍ତ କଥା ଭିନ୍ନ ହୋଇଥାନ୍ତା। ତୁମେ ତୁମେ କଲ ମତେ ତୁମର, ତୁମେ ବୁଢା, କିନ୍ତୁ ମୁଁ ନୁହେଁ। ତୁମକୁ କହିଥିଲି ନାରୀର ଇଚ୍ଛା। ହଁ ବା, ନାରୀର ଇଚ୍ଛା ଯଦି ଜାଣ ସମ୍ଭାଳି ପାରିବ ନାହିଁ ଦୁର୍ଯ୍ୟୋଧନ ବାବୁ। ଇଏ ପୁରା ଇଏ ପୁରା ଯାତ୍ରା ଡାଇଲଗ ନୁହଁ? ତା ଦେଖ, ପୁଅ ହଉଛନ୍ତି ତାଙ୍କର 3ଟା ହେଲା। ଜୀବନ କ୍ଷଣସ୍ଥାୟୀ, ମରଣଶୀଳ ସତ। ମାନେ ମାନେ ଜୀବନ ମାନେ ସମସ୍ତେ ମଣିଷ ଜନ୍ମ ହେଇଛନ୍ତି, ସେଟା କ୍ଷଣସ୍ଥାୟୀ, କିଛି ଦିନ ବଞ୍ଚିବେ, ତାପରେ ଯିଏ ଜନ୍ମ ହେଇଛନ୍ତି ମାନେ ସେ ଦିନେ ନା ଦିନେ ମରିବେ। କିନ୍ତୁ ଜୀବନ ପ୍ରବାହ ଚିରନ୍ତନ। ପିତା ମାତା ଉତ୍ପାଦନ କରନ୍ତି ସନ୍ତାନ ସନ୍ତତି। କଣ ଯୋଉ ମାନେ ସେ କହିଛନ୍ତି ପିତାମାତା ଜନ୍ମ କରନ୍ତି କାହାକୁ? ମାନେ ପୁଅ ଝିଅଙ୍କୁ। ପୁଣି ସେମାନେ ଦିନେ ପିତାମାତା ହୋଇ ସନ୍ତାନର ଜନ୍ମ ଦିଅନ୍ତି। ମାନେ ଯୋଉମାନେ ଯୋଉମାନେ ମାନେ ବାପା ମା ଜନ୍ମ ଦେଲେ ପୁଅ ଝିଅଙ୍କୁ, ପୁଅ ଝିଅ ମାନେ ବି ଦିନେ ବି ମା ବାପା ହେଇକିନା ସେ ବି ତାଙ୍କ ସନ୍ତାନ ସନ୍ତତି ଜନ୍ମ ଦେବେ। ଜୀବନ ପରେ ଜୀବନ ଚାଲିଯାଏ, କିନ୍ତୁ ଜୀବନ ପ୍ରବାହ ନିରନ୍ତର ଚାଲିଥାଏ। ମାନେ ଏମିତି, ମାନେ ଆମର ଏଇଖିନା ଯିଏ ଆମ ଜେଜେମା ଜେଜେବାପା, ତାଙ୍କର ଶାଶୁ ଶ୍ୱଶୁର ସିଏ ଏବେ ମରିଗଲେଣି, ତାଙ୍କ ପିଢି ସରିଗଲାଣି। ଏବେ ଆମ ବାପା ମା ଅଛନ୍ତି, ଆମ ବାପା ପରେ ଆମେ, ଆମ ପରେ ଆମର ବି ପିଲା ଛୁଆ ହେବେ। ମାନେ ଏମିତି ଯେମିତି ଚାଲିବ ସଂସାରଟା, ଏମିତି ଚାଲିଛି। ଲୋକ ଜନ୍ମ ହଉଛନ୍ତି ଆଉ ମରୁଛନ୍ତି ହେଲା। ମାନେ ସ୍ତ୍ରୀ ପୁରା ଯେତେବେଳେ ରଣଚଣ୍ଡୀ ହେଇଯାଇଛି, ତାଙ୍କ ଦୁର୍ଯ୍ୟୋଧନ ବାବୁ ସେତେବେଳେ ବୁଝଉଛନ୍ତି ହେଲା। ପୁରୁଷ ଓ ସ୍ତ୍ରୀ ପ୍ରେମ ମଧ୍ୟରେ ନିୟମିତ ହିଁ ପ୍ରକାଶ କେବଳ ପିତା ଅମର ହୁଏ ପୁତ୍ର ମାଧ୍ୟମରେ ହେଲା। ଯଦି ପୁଅ ଝିଅ କିଛି ଭଲ କାମ କରନ୍ତି, ଯଦି ପୁଅ ଯଦି କିଛି ଭଲ କାମ କରିବ, ତା ବାପା ଅମର ହେଇ ରହିବ। କାରଣ ସେ କଣ କହିବେ କି ଆ ପୁଅଟା ଏଇ ଚାକିରି କରିଛି, କି ଆ ପୁଅଟା ବହୁତ ଭଲ ମଣିଷଟେ, ତା ବାପା ନା ପଡିବ ନା। ଆଉ ବାପା ସବୁ ସମସ୍ତଙ୍କ ଆଗରେ କଣ ଅମର ହେଇକିନା ରହିବ। କିନ୍ତୁ ଅମରତ୍ୱ କଣ? କେବଳ ଜୀବନ ପରେ ଜୀବନର ଦୈହିକ ସୃଷ୍ଟି। ମୁଁ କଣ ସତରେ ମୋର ପୁତ୍ର ମାନଙ୍କ ମଧ୍ୟରେ ଅମର ହୋଇ ରହିବି? ଦୁର୍ଯ୍ୟୋଧନ ବାବୁ ଏଇ ଯୋଉ ମଦୁଆ ଏ ରାଜନୀତିକ ପୁଅ ମଧ୍ୟରେ ଅମର ହେଇ ରହିବି? ହଁ, ସାରଥି ବାବା, ସାରଥି ବାବା କୁଆଡେ ଗଲାଣି ନା? ଖାଲି ପାଠ ପଢନା, ଖାଲି ରିଲ୍ସ ଦେଖ। ଦେଖ ଆଉ ଟିକେ ପଡିଲା। ସେଦିନ ଛିଣ୍ଡା ତକିଆକୁ ଡେରି ସେ ଭାବୁଥାନ୍ତି ସେଇ କଥା। ପାନ ଖଣ୍ଡିକ ପାଟିରୁ କେତେବେଳୁ ସରିଗଲାଣି। ପାନ ସରିଗଲାଣି ପାଟିରୁ। ଚୁପଚାପ ଶୁଣ। ଆଉ ଟିକେ ର ଶୁଭୁନି। ନା ନା, ସେ ଗୁଣ୍ଡି ଦେଖ ଆଉ ଖଣ୍ଡେ ଦେବା ପାଇଁ, ଦେଖ ଆଉ ଖଣ୍ଡେ ପାନ ଦବା ପାଇଁ କେହି ନାହାନ୍ତି, କିମ୍ବା କେହି ଆସୁନାହାନ୍ତି ପାଖକୁ। ଯେ ସଂକେତ ଦ୍ଵାରା କାହାକୁ କହିବେ, ମାନେ ସେ ବି ମାନେ ଭଲସେ କଥା ବି କହିପାରୁନାହାନ୍ତି। ଅଟ୍ଟାଳିକା ଭଳି ଘର କରିଛନ୍ତି ସେ। ଅଟ୍ଟାଳିକା ମାନେ ବହୁତ ବଡ ଘର ସେ କରିଛନ୍ତି ହେଲା। କିନ୍ତୁ ପଡିଥାନ୍ତି ଗୁହାଳକୁ ଲାଗି ବାରଣ୍ଡା ପିଣ୍ଡା। ମାନେ ଏତେ ବଡ ଗୋଟେ ବଙ୍ଗଳା ଭଳିଆ ଘର କରିଛନ୍ତି, କିନ୍ତୁ ଗୋଟେ ବାରଣ୍ଡା କୋଣରେ ତାକୁ ନେଇକିନା ଗୋଟେ ଖଟ ପକେଇକିନା ପକେଇ ଦେଇଛନ୍ତି, ଯେମିତି ତାଙ୍କର କେହି ନାହାନ୍ତି, ଯେମିତି ତାଙ୍କର କିଛି ନାହିଁ ହେଲା। କିନ୍ତୁ ଦେଖିଲା ତାରି ଘର ସିଏ କରିଛି। ସ୍ତ୍ରୀ ପ୍ରାୟ 1 ଘଣ୍ଟା ହେବ ସଜବାଜ ହେଉଛନ୍ତି ବାହାରକୁ ଯିବାକୁ। ତା ସ୍ତ୍ରୀ ସଜବାଜ ହଉଛି ବାହାରକୁ ଯିବାକୁ। ତାଙ୍କର ସାଜ ଘରୁ ଭାସି ଆସୁଛି ତାଙ୍କ ଗୁଣୁ ଗୁଣୁ ଗାନ ଆଉ ଅତରର ସୁଗନ୍ଧ। ମାନେ ସେ ସଜ ହଉଛନ୍ତି, ସଜ ହେଲା ବେଳେ ବି ଗୁଣୁ ଗୁଣୁ ଗୀତ ଗାଉଛନ୍ତି। ତାପରେ କଣ ନା, ଯୋଉ ପରଫ୍ୟୁମ ପକଉଛନ୍ତି ଅତର, ତାର ବାସ୍ନା ବି ମହକି ଆସୁଛି କୋଉଠି ନା, ଦୁର୍ଯ୍ୟୋଧନ ବାବୁଙ୍କ ପାଖକୁ ହେଲା। କିଛି କ୍ଷଣ ପରେ ସେ ଚାଲିଗଲେ ହାତରେ ସୌନ୍ଦର୍ଯ୍ୟ ମୁଣା ହଲାଇ ହଲାଇ। ମାନେ ଭ୍ୟାନିଟି, ମାନେ ସଜବାଜ ହେଇ ପୁରା ସେଣ୍ଟ ଫେଣ୍ଟ ପକେଇ ହେଲା,
କଣ କଲେ ନା ହାତରେ ଗୋଟେ ପର୍ସ ଧରି ପୁରା ଭ୍ୟାନିଟି ହଲେଇ ହଲେଇ ଚାଲେ। କିଛି କ୍ଷଣ ପରେ ସେ ଚାଲିଗଲେ ହାତରେ ସୌନ୍ଦର୍ଯ୍ୟ ମୁଣା ହଲାଇ ହଲାଇ ସମସ୍ତ ମାଂସଳ ଅଙ୍ଗରେ ତରଙ୍ଗ ଖେଳାଇ। ତାଙ୍କ ଆଡେ ସେ ଥରେ ଚାହିଁଲେ ବି ନାହିଁ। ମାନେ ଏମିତି ସେ ଷ୍ଟାଇଲ ମାରିକିନା ଗଲେ ତାଙ୍କ ସ୍ୱାମୀ ଆଡକୁ ଥରେ ବି ହେଲେ ଚାହିଁଲେ। ଏତିକି ବଡ ବଡ ସମୟ ହେଇଗଲାଣି। ଆଉ ଆଉ ଅଳ୍ପ ନା ଉଠି ପାରିବ